ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ ନବମ ଶ୍ରେଣୀ ସାହିତ୍ୟ ବହିର ବିଷୟ ପଦ୍ମ। ଏହାର କବି ହେଉଛନ୍ତି ଭକ୍ତ କବି ମଧୁସୂଦନ ରାୟ। ଏ ବିଷୟରେ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା। କିଛି ଆମେ କରିଥିଲେ, ଯାହା ବାକି ଥିଲା ଆଜି ଆମେ ଦେଖିବା। ଆମେ 41 ନମ୍ବରରୁ ଦେଖିବା। ଦେଖ କ୍ୱେଶ୍ଚନ୍ କ'ଣ ଥିଲା, ପରୀକ୍ଷିତ କବିତା ଅନୁସରଣରେ କବିଙ୍କ ଭକ୍ତିଭାବର ପରିଚୟ ଦିଅ। କିମ୍ବା କବି ମଧୁସୂଦନ ରାଓଙ୍କର ଭକ୍ତ କବି ଉତ୍ପାଦି ଏକ ଦିବ୍ୟ ବିରାଜୋଚିତ ଉତ୍ପାଦି ଏ ମନ୍ତବ୍ୟର ସମୀକ୍ଷା କର। କିମ୍ବା ଭକ୍ତ କବିଙ୍କର ସମସ୍ତ ସାରସ୍ୱତ ସୃଷ୍ଟିରେ ଦିବ୍ୟଚିନ୍ତାର ଏକ ଅଫୁଟନ୍ତ ପରିପ୍ରକାଶ ଘଟିଥାଏ, ଏହା କେତେ ଦୂର ସତ୍ୟ ଆଲୋଚନା କର। ବୁଝିଲା? ଉତ୍ତର ଦେଖ। କବି ଭାବୁକ ଦାର୍ଶନିକ ପ୍ରକୃତି ପକ୍ଷରେ ପରିଦୃଷ୍ଟ ଅନ୍ୟାନ୍ୟ ଶୁଭାରମ୍ଭାର ମଧ୍ୟରେ ଦେଖନ୍ତି ପରମ ପୁରୁଷଙ୍କ ଅବ୍ୟକ୍ତ ଲୀଳା ଓ ଲେଖନୀ ମୌନରେ ସୃଷ୍ଟି କରନ୍ତି ଦିବ୍ୟ ଭାବନାର ଅତ୍ୟନ୍ତ ସବୁଜିମା ପ୍ରକୃତିରେ ଛତ୍ରେ ଛତ୍ରେ ବ୍ରହ୍ମସ୍ୱରୂପ ଦର୍ଶନ କରି ଭକ୍ତିଭାବରେ ତନ୍ମୟ ହୋଇ ପରମେଶ୍ୱରଙ୍କ ଅପାର କରୁଣା ପାଇଁ ଚିରକୃତଜ୍ଞ ରହି ଯିଏ ସାରସ୍ୱତ ସୃଷ୍ଟିରେ ନିଜକୁ ଉତ୍ସର୍ଗ କରିଥିଲେ, ସେ ହେଉଛନ୍ତି ଋଷିକବି ମଧୁସୂଦନ ରାୟ। କୈଶୋର ବୟସରୁ ତାଙ୍କଠାରେ ସତ୍ୟାନୁସନ୍ଧିତ୍ସା ଓ ସତ୍ୟାନୁରାଗ ଆଦି ମହନୀୟ ଗୁଣାବଳୀ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରତିଭା ପୂଜା ଓ ବ୍ରାହ୍ମଣ ପୁରୋହିତମାନଙ୍କ କ୍ରିୟାକାଣ୍ଡ ପ୍ରତି ବୀତସ୍ପୃହ ହୋଇ ସେ ଏକଶ୍ୱରବାଦରେ ବିଶ୍ୱାସ ସ୍ଥାପନ କରିଥିଲେ ଓ ବ୍ରାହ୍ମଧର୍ମ ପ୍ରତି ଆସ୍ଥା ପ୍ରକଟ କରିଥିଲେ। ବୁଝିହେଲା? ଭକ୍ତ କବିଙ୍କ କର୍ମମୟ ଜୀବନ ଶିକ୍ଷା ବିଭାଗ ସହ ସମ୍ପୃକ୍ତ ଥିବାରୁ ସେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁ ଉପାଦେୟ ପୁସ୍ତକ ରଚନା କରି ଉତ୍କଳର ପୁରପଲ୍ଲୀରେ ପରିଚିତ ହୋଇସାରିଥିଲେ। ତାଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ମଧ୍ୟରେ ବର୍ଣ୍ଣବୋଧ, ସାହିତ୍ୟ ମଞ୍ଜୁରୀ, ସାହିତ୍ୟ କୁସୁମ, ସାହିତ୍ୟ ପ୍ରସଙ୍ଗ, କୁସୁମାଞ୍ଜଳି, କବିତାବଳୀ, ଛାନ୍ଦମାଳା, ବସନ୍ତଗାଥା, ପ୍ରବନ୍ଧମାଳା ଆଦି କୃତି ତାଙ୍କ ପ୍ରତିଭାଦୀପ୍ତ ସୃଜନ ଶକ୍ତିର ପରିରାଚକ। କବିତା ପଦ୍ମ କବିଙ୍କର ପ୍ରକୃତି ପ୍ରୀତି, ସୌନ୍ଦର୍ଯ୍ୟବୋଧ ଓ ଦିବ୍ୟାନୁରାଗର ପରିଚୟ ପ୍ରଦାନ କଲେ। ଈଶ୍ୱର ଭକ୍ତି, ରହସ୍ୟବାଦୀ ଚିନ୍ତାଧାରା, ସର୍ବୋପରି ଜୀବନବାଦୀ ଭାବଧାରା ତାଙ୍କ କବିତାଗୁଡ଼ିକୁ ଚିରନ୍ତନ ମୂଲ୍ୟବୋଧରେ ଉଦ୍ଦୀପନ କରିଛି। ବ୍ରାହ୍ମଧର୍ମ ଗ୍ରହଣ ପରେ ତାଙ୍କ କବିତାର ଆତ୍ମୀୟ ବିଭାଗର ପରିବର୍ତ୍ତନ ପରିଦୃଷ୍ଟ ହେଲେ ମଧ୍ୟ ତାହା ମଧ୍ୟରେ ଉପନିଷଦୀୟ ଭାବ ଦ୍ୱାରା ଉପଲବ୍ଧି କରିହୁଏ। କିଶୋର ବୟସରୁ ତାଙ୍କର ସରଳ ସାଧୁ ବ୍ୟବହାର ଓ ମିଷ୍ଟାଳାପ ପାଇଁ ସେ ସହାଧ୍ୟାୟୀଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସହକର୍ମୀମାନଙ୍କର ଘନିଷ୍ଠ ହୋଇପାରିଥିଲେ। କବିଙ୍କର ସମସ୍ତ କବିତା, ଗଳ୍ପ ଓ ପ୍ରବନ୍ଧାଦିରୁ କବିଙ୍କ ମହନୀୟ ଜୀବନ ଦର୍ଶନର ପୂର୍ଣ୍ଣ ପରିଚୟ ପରିଦୃଷ୍ଟ ହୁଏ। ମାନବ ପ୍ରାଣରେ ଶାଶ୍ୱତ ଚେତନା ଜାଗ୍ରତ କରିବାରେ ତାଙ୍କ ଲେଖନୀ ସୃଷ୍ଟିରେ ଅମୃତ ସିଞ୍ଚନ କରିଛି। ବିଶ୍ୱବାସୀଙ୍କୁ ସୃଷ୍ଟିକର୍ତ୍ତାଙ୍କ ଅଯାଚିତ ଅବଦାନ ସ୍ମରଣ କରାଇ ସେ ମୁକ୍ତ କଣ୍ଠରେ ଘୋଷଣା କରି ଗାଇଛନ୍ତି, କି ସୁନ୍ଦର ଆହା କି ଆନନ୍ଦମୟ ଏ ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ବୁଝିହେଲା? ପଦ୍ମ କବିତାରୁ ପ୍ରତି ପଂକ୍ତିରେ ବିଭୁ ପ୍ରେମର ଅମୀୟ ରସ ପାଠକ ପ୍ରାଣରେ ସ୍ୱଚ୍ଛ ଓ ପବିତ୍ର ଭାବର ଭଦ୍ରେକ କରେ। ମଧୁସୂଦନ ତାଙ୍କ କବିତାରେ ଶିବତ୍ୱ ଆରୋପ କରିଛନ୍ତି। ତାଙ୍କ ଧ୍ୟାନ ନେତ୍ର ସୃଷ୍ଟିରେ ଅମୃତର ଆବିଷ୍କାର କରିଛି। ପଦ୍ମର ରୂପଲାବଣ୍ୟ କବି ପ୍ରାଣରେ ସୃଷ୍ଟି କରିଛି ଦିବ୍ୟ ଚେତନା। ଏହାର ପୀୟୁଷସ୍ପର୍ଶୀ ବିମଳ ଶୋଭା ସୌରଭକୁ କବି ପ୍ରାଣେ ପ୍ରାଣେ ଅନୁଭବ କରିଛନ୍ତି। ପଦ୍ମକୁ ସେ କୋଟି ଲାବଣ୍ୟନିଧି ଭାବେ ବର୍ଣ୍ଣନା କରି କହିଛନ୍ତି ଯେ, ଏହାର ସୋକୋମଳ ତନୁଶ୍ରୀ ସ୍ରଷ୍ଟାଙ୍କର ଦିବ୍ୟ ସ୍ପର୍ଶରେ ଅମୃତମୟ ହୋଇ ଉଠିଛି। କବିଙ୍କ ଭାଷାରେ କୋଟି ଲାବଣ୍ୟ ନିଧିରେ ପଦ୍ମ ତୁହି, କି ଅମୃତେ ତଧନୁ ଗଢ଼ିଲା ବିହି, ତରୂପ ଦରଶନେ ମୋର ହୃଦୟ ପୁଣ୍ୟ ହୃଦୟ ଅମୃତମୟ। ପଦ୍ମର ଶୁଭ୍ର ଲାବଣ୍ୟମୟ ରୂପ ବୈରବ କବିଙ୍କ ହୃଦୟରେ ବିମଳ ଶାଶ୍ୱତ ଭାବନା ସୃଷ୍ଟି କରିଛି। ତାମରସର ଅନ୍ତରରେ ଭରା ଅମୃତ ସରରେ କବି ଲକ୍ଷ୍ୟ କରିଛନ୍ତି ସ୍ନେହ କରୁଣା ଭକ୍ତିର ତ୍ରିବେଣୀ ସଙ୍ଗମ। ସଂସାରରେ ସଂସାର ମୋହ ମାୟା ବନ୍ଧନରଜ୍ଜୁ ଛିନ୍ନ କରି ଅତୀନ୍ଦ୍ରିୟ ରାଜ୍ୟରେ ପବିତ୍ର ପ୍ରେମରସ ଆସ୍ୱାଦନ ପାଇଁ ମନ ବ୍ୟାକୁଳ ହୋଇ ଉଠିଛି। ସୂର୍ଯ୍ୟପ୍ରିୟା ପଦ୍ମ ରବିରଶ୍ମି ସ୍ପର୍ଶରେ ହୁଏ ବିକଶିତ। ସଦା ସହାସ୍ୟ ବଦନରେ ନିର୍ନିମେଷ ନୟନରେ ନିଜ ଆରାଧ୍ୟ ଦେବତାଙ୍କ ପ୍ରତି ଉନ୍ମୁଖ ରହେ ଅରବିନ୍ଦ। ଅବିରଳ ନିପତିତ ସୌରରଶ୍ମି ଧାରାକୁ ସଭକ୍ତି ପାନ କରି ପଦ୍ମ ଅପୂର୍ବ ରୂପଶ୍ରୀ ଲାଭ କରେ। ତେଣୁ ଅନିର୍ବିଚନୀୟ ଦିବ୍ୟଶ୍ରୀ ମଣ୍ଡଳ ଉତ୍ପୀଳ ଓ ତାର ପ୍ରାଣପ୍ରିୟ ପ୍ରଭୁ ତପନ ଉଭୟ ଧନ୍ୟ ବୋଲି କବି ପ୍ରକାଶ କରିଛନ୍ତି। ପଦ୍ମକୁ ଗୁରୁ ଭାବେ ଗ୍ରହଣ କରି ତାହାଠାରୁ ବିଭୁ ପଦାରବିନ୍ଦରେ ସମର୍ପିତ ହେବାର ମୋହ ଶିକ୍ଷା ଲାଭ କରିବାକୁ କବି
ଅଭିପ୍ସା ପୋଷଣ କରିଛନ୍ତି। ମାତ୍ର ସାଂସାରିକ ଜଞ୍ଜାଳ ନିମଗ୍ନ କବି ଶୁଭ୍ର ପବିତ୍ର ପଦ୍ମ ସହ ନିଜକୁ ତୁଳନା କରିବାକୁ ସାହସ କରିନାହାନ୍ତି। ତାଙ୍କ ମତରେ କଳୁଷ ପଙ୍କେ ମୋହି କେଡ଼େ ମଳିନ କେମନ୍ତେ ସରି ତର ହେବି ନଳିନ। କାମ କ୍ରୋଧ ଲୋଭ ମହାଦିପୂର୍ଣ୍ଣ ପାପ ପଙ୍କିଳ ସାଂସାରିକ ବନ୍ଧନରେ ଆବଦ୍ଧ ହୋଇ କବି ନିଜର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା କରିବାରେ ଅସଫଳ ହୋଇଛନ୍ତି ବୋଲି କବି ଅନୁଭବ କରିଛନ୍ତି। ନିଜ ଜୀବନ ଦର୍ଶନରେ ଅନୁଶୀଳନ କରୁ କରୁ ଆତ୍ମଗ୍ଳାନିରେ ମନ ତାଙ୍କର ଭାରାକ୍ରାନ୍ତ ହୋଇ ଉଠିଛି। ପର ମୁହୂର୍ତ୍ତରେ ନୈରାଶ୍ୟର ଘନ ଅନ୍ଧକାର ମଧ୍ୟରେ ତାଙ୍କ ବିଷାଦିତ ମନରେ ଆଶାର କ୍ଷୀଣ ଝଲକ ଦେଖା ଦେଇଛି। ସଂସାରର ଘୂର୍ଣ୍ଣ ଆବର୍ଜନାମୟ ପଙ୍କ ମଧ୍ୟରୁ ଜନ୍ମ ନେଇ ଯଦି ପଙ୍କଜ ସର୍ବଶୁଭାର ଉତ୍ସ ଦେବଯୋଗ୍ୟ ଓ ପବିତ୍ର ହୋଇପାରେ, ତେବେ ସେ କାହିଁକି ସାଂସାରିକ ଜଞ୍ଜାଳମୁକ୍ତ ହୋଇ ବିଭୁ କଲ୍ୟାଣ ପ୍ରାପ୍ତ ହୋଇପାରିବେ ନାହିଁ? ଆତ୍ମଶୁଦ୍ଧି ବଳରେ ଅନନ୍ତ ମହେଶ୍ୱର ପରଂବ୍ରହ୍ମ ପରାତ୍ପରଙ୍କଠାରେ ନିଜକୁ ସମର୍ପଣ କରି ସେ ମଧ୍ୟ ବ୍ରହ୍ମସ୍ୱାଦ ଲାଭ କରିପାରିବେ, ବ୍ରହ୍ମସ୍ୱରୂପ ଧାରଣ କରିପାରିବେ, ଏହି ଆତ୍ମବିଶ୍ୱାସ ତାଙ୍କ ହୃଦୟରେ ଦୃଢ଼ୀଭୂତ ହୋଇଛି। କବିଙ୍କ ଭାଷାରେ ପଙ୍କଜ ଅଟୁ ତୁହି ତେଣୁ ଭରସା ତପରି ଶୁଭ୍ର ହେବି ଲଭି ସୁଦଶା। ଆତ୍ମୀ ସମୀକ୍ଷା ବଳରେ ପଦ୍ମଠାରେ ନିଜ ଜୀବନ ଦର୍ଶନରେ ପ୍ରତିଫଳନ ଲକ୍ଷ୍ୟ କରି ସଦାସର୍ବଦା ପଦ୍ମର ପଦାଙ୍କ ଅନୁସରଣ କରିବାକୁ ସଂକଳ୍ପ କରିଛନ୍ତି। ପଦ୍ମର ସର୍ବବିଧ ସୌନ୍ଦର୍ଯ୍ୟ ଓ ପୂତ ସୌରଭ୍ୟ ଯେପରି ତାର ପ୍ରାଣପ୍ରିୟ ପ୍ରଭୁ ତପନଙ୍କ ପାଇଁ ଉଦ୍ଦିଷ୍ଟ, ସେହିପରି କବିଙ୍କର ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତା ଲିପ୍ସା ଅନନ୍ତ ମହେଶ୍ୱରଙ୍କ ସାନ୍ନିଧ୍ୟ ଲାଭ ଉଦ୍ଦେଶ୍ୟରେ ଆୟୋଜିତ ହେବ ବୋଲି କବି ଆତ୍ମବିଶ୍ୱାସ ଜାଗ୍ରତ କରିଛନ୍ତି। ପରମେଶ୍ୱରଙ୍କ ପଦାରବିନ୍ଦରେ ନିଜ ମନପଦ୍ମକୁ ସଜାଡ଼ ରଖି ସେ ଦିବ୍ୟଗତିର ମାର୍ଗ ସୁଗମ କରିପାରିବେ ବୋଲି ଆଶା କରିଛନ୍ତି। କବି କଣ୍ଠରେ ଅନନ୍ତ ମହେଶ୍ୱରରେ ମୋ ପ୍ରାଣ ସ୍ୱାଇଁ ବୁଲି ରାଜୀବ ସଦା ଥିବି ଅନାଇଁ। ପଦ୍ମ ପରି ପ୍ରକୃତିର ଏକ ଉପାଦାନରେ ବର୍ଣ୍ଣନା କରୁ କରୁ ଭାବାବେଗରେ କବି ଆତ୍ମା ପରମାତ୍ମାର ସମ୍ବନ୍ଧ ଓ ସ୍ରଷ୍ଟାର ମୋହନୀୟତାରେ ଆତ୍ମବିଭୋର ହୋଇ ଉଠିଛନ୍ତି। ତାଙ୍କ ପାଇଁ ଏ ସୃଷ୍ଟି ହୋଇ ଉଠିଛି ଆନନ୍ଦମୟ ଓ ମଧୁମୟ। ଦିବ୍ୟରସ ପରିଫୁଲ୍ଲତ କବିତା ପଦ୍ମ ବାସ୍ତବିକ କବିଙ୍କ ଭକ୍ତିଭାବର ପରିଚୟ ପ୍ରଦାନ କରିଥାଏ। 42 ନମ୍ବର ପଠିତାଂଶ ଅବଲମ୍ବନରେ କବିଙ୍କର ପ୍ରକୃତି ପ୍ରାଣତା ସମ୍ପର୍କରେ ଆଲୋଚନା କର। ପ୍ରକୃତି ମଧ୍ୟରେ ଜୀବନୀ ଶକ୍ତି ସଞ୍ଚାର କରିବାର ଦିବ୍ୟ ଚିନ୍ତା ଭକ୍ତି କବିଙ୍କର ଲେଖନୀର ଏକ ମହାଗ୍ର ଅବଦାନ। ପଦ୍ମ କବିତା ଅନୁସରଣରେ ଏ ସତ୍ୟର ସତ୍ୟତା ଦର୍ଶାଅ। ଉତ୍ତର: ଉତ୍କଳ ସାରସ୍ୱତ ଗଗନର ଅନ୍ୟତମ ଜ୍ୟୋତିର୍ମୟ ଜ୍ୟୋତିଷ୍କ ଭକ୍ତ କବି ମଧୁସୂଦନ ରାୟ ଥିଲେ ପ୍ରକୃତିର ପରମ ପୂଜାରୀ ଓ ଏକେଶ୍ୱରବାଦର ଯଥାର୍ଥ ରୂପକାର। ଅବିନଶ୍ୱର ପ୍ରତିଭାଦୀପ୍ତ ଏହି ପ୍ରଜ୍ଞାପୁରୁଷଙ୍କ ସୃଷ୍ଟି ନିଶ୍ଚୟ ପ୍ରକୃତିରେ ଅମୃତର ଆବିଷ୍କାର କରିଛି। ତେଣୁ ତାଙ୍କର ସୃଷ୍ଟି ହୋଇଉଠିଛି ଆନନ୍ଦମୟ, ଅମୃତମୟ ଓ ମଧୁମୟ। କବିଙ୍କ ସମସ୍ତ କବିତାରେ ପରିଦୃଷ୍ଟ ବିଭୁ ପ୍ରେମ ଓ ବିଭୁ ଦୟା ତାଙ୍କ ଯଥାର୍ଥରେ ଭକ୍ତ କବିର ମାନ୍ୟତା ପ୍ରଦାନ କରେ। ତାଙ୍କ ରଚିତ ସ୍ତବ୍ଧ, ସନ୍ଧ୍ୟା, ପୃଥିବୀ ପ୍ରତି ଶୋଭା, ଧ୍ୱନି ଓ ଋଷିପ୍ରାଣେ ଦେବାବତରଣ ଆଦି କବିତାଗୁଡ଼ିକରେ ଯେଉଁ କ୍ଳାନ୍ତ କମନୀୟ ସଂଯତ ଓ ବିମଳ ମାଧୁରୀକ ଛଟା ସେ ଫୁଟାଇଛନ୍ତି, ତାହା ତାଙ୍କ ଅସାମାନ୍ୟ ସାରସ୍ୱତ ପ୍ରତିଭାର ପରିଚୟ ପ୍ରଦାନ କରେ। କବିଙ୍କ ପ୍ରମୁଖ ରଚନାବଳୀ ମଧ୍ୟରେ କବିତାବଳୀ, ଛାନ୍ଦମାଳା, କୁସୁମାଞ୍ଜଳି, ବସନ୍ତଗାଥା, ପ୍ରବନ୍ଧମାନ, ବର୍ଣ୍ଣବୋଧ ଆଦି ଓଡ଼ିଆ ସାହିତ୍ୟକୁ ଚିର ସମୃଦ୍ଧ କରିଛି। କବିଙ୍କ ଛାନ୍ଦମାଳାର ଦ୍ୱିତୀୟ ଭାଗରୁ ସଂଗୃହୀତ କବିତା ପଦ୍ମ କବିଙ୍କ ସୌନ୍ଦର୍ଯ୍ୟାନୁଭୂତି, ପ୍ରକୃତିପ୍ରୀତି ତଥା ଈଶ୍ୱରାନୁଭୂତିର ପ୍ରକୃଷ୍ଟ ପରିଚୟ ପ୍ରଦାନ କରେ। ପ୍ରକୃତିର ଛତ୍ରେ ମଧୁସୂଦନ ପରଂବ୍ରହ୍ମଙ୍କ ଦର୍ଶନ କରିଛନ୍ତି। ସେ ତାଙ୍କ ଦାର୍ଶନିକ ସମ୍ମୋହିତ ଦୃଷ୍ଟିରେ ଅବଲୋକନ କରିଛନ୍ତି ଭୂମାପୁରୁଷଙ୍କ ମହୀୟସୀ ଲୀଳା। କବିଙ୍କ ପ୍ରତିଟି କବିତା ପୁଣ୍ୟଶ୍ରୀ ମଣ୍ଡିତ ଓ ମାର୍ଜିତ ରୁଚି ସମ୍ପନ୍ନ। ପ୍ରକୃତି ବର୍ଣ୍ଣନା କଲାବେଳେ କବି ତାଙ୍କ କଳ୍ପନା ବିଭୋର ନେତ୍ରଯୁଗଳରେ ଦର୍ଶନ କରିଛନ୍ତି ଅମରାବତୀର ଅନୁପମ ସୌନ୍ଦର୍ଯ୍ୟ। ଆକାଶ, ଧରଣୀ, ସୂର୍ଯ୍ୟ, ଚନ୍ଦ୍ର, ଓଷା, ପ୍ରଦୋଷ ଆଦି ପ୍ରକୃତିର ପ୍ରତିଟି ଉପାଦାନରେ ପରମେଶ୍ୱରଙ୍କ ଅମୃତ ସ୍ପର୍ଶ ସେ ଉପଲବ୍ଧି କରନ୍ତି। ସ୍ୱରୋଚିତ ସ୍ତବ କବିତାରେ କବିଙ୍କ ଲେଖନୀ ଗାଇ ଉଠିଛି। ସୂର୍ଯ୍ୟ, ଚନ୍ଦ୍ର, ତାରା ତୁମ୍ଭରି ଆଜ୍ଞାରେ ବରଷନ୍ତି ଜ୍ୟୋତି ରାଶି। ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି।
ଋତୁରାଜ ବସନ୍ତ ଯେତେବେଳେ ଧରାପୃଷ୍ଠର ସ୍ଥାବର ଜଙ୍ଗମ ପ୍ରତିଟି ପ୍ରାଣରେ ବାସନ୍ତୀ ସ୍ପର୍ଶ ଦେଇ ପୁଲକ ସଞ୍ଚାର କରେ, ପଲ୍ଲୀ ପ୍ରାଣରେ ଆନନ୍ଦ ଉଲ୍ଲାସର ଝଙ୍କାର ତୋଳେ, ସେତେବେଳେ ଧରଣୀ ବୁକୁରେ ପ୍ରକୃତି ରାଣୀ ଅନବାଧ୍ୟ ରୂପ ରଙ୍ଗରସର ପସରା ଧରି ଉଭା ହୋଇଯାଏ। ସରୋବର ସ୍ୱଚ୍ଛ ସ୍ଫଟିକ ସୁନୀଳ ଜଳରାଶି ପୃଷ୍ଠରେ ସରସିଜ କଳିକା ତାର ଅନିନ୍ଦ୍ୟ ରୂପଲାବଣ୍ୟ ନେଇ ଦେଖାଦିଏ। ମଳୟର ମୃଦୁ ହିଲ୍ଲୋଳରେ ତରଙ୍ଗାୟିତ ଜଳରାଶି ଉପରେ ରବି ରଶ୍ମିର ପ୍ରତିବିମ୍ବ ହୀରକ ହାରର ଭ୍ରମ ସୃଷ୍ଟି କରେ। ଜଳପୃଷ୍ଠରେ ଶ୍ୟାମଳ ଶତଦଳ ପତ୍ର ଜଳ ତରଙ୍ଗରେ ଦୋଲାୟିତ ହୋଇ ଅଭିନବ ଶୋଭା ପରିପ୍ରକାଶ କରେ। ସବୁଜ ସାରସ ପତ୍ର ଉପରେ ଜଳବିନ୍ଦୁର ଢଳ ଢଳ ଚଳନ ଓ ସର୍ବଶୋଭା ଗ୍ରହଣରେ ପୁଷ୍ପରାଣୀ ପଦ୍ମର ନର୍ତ୍ତନ ଦର୍ଶନ କରି କରି ବିମୋହିତ ହୋଇଛନ୍ତି। ପୁଣ୍ୟ ଆନନ୍ଦରେ ତାଙ୍କ ହୃଦୟ ଅମୃତମୟ ହୋଇ ଉଠିଛି। ଅଦ୍ୟାନୁପ୍ରାସରେ ଅଳଙ୍କୃତ କବିଙ୍କ ଅକ୍ଷର ଶିଳ୍ପ ପାଠକ ପ୍ରାଣରେ ସେହି ଅନୁପମ ଦୃଶ୍ୟର ପ୍ରତିବିମ୍ବ ଗଠନ କରେ କବିଙ୍କ ଭାଷାରେ। ଢଳ ଢଳ ସୁନୀଳ ସରସୀ ଜଳ, ଢଳ ଢଳ ଶ୍ୟାମଳ ନଳିନୀ ଦଳ, ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳ, ତା ମଧ୍ୟରେ ଢଳ ଢଳ ତୁ ହିଁ କୋମଳ। ସମୀର ସଞ୍ଚାଳିତ ପଦ୍ମ ସହ ବାର୍ତ୍ତାଳାପ କରିବାକୁ କବି ଆଗ୍ରହୀ ହୋଇଛନ୍ତି। ପଦ୍ମର ଅନିନ୍ଦ୍ୟ ରୂପଶ୍ରୀ କବିଙ୍କୁ ବିମୋର କରିଛି। ତାଙ୍କୁ କୋଟି ଲାବଣ୍ୟ ନିଧି ବୋଲି କହି କହି କବି ସମ୍ବୋଧନ କରିଛନ୍ତି। କବିଙ୍କୁ ପ୍ରତୀତ ହୋଇଛି ସତେ ଯେପରି ରାଜୀବ ତାର ପ୍ରାଣପ୍ରିୟ ପ୍ରଭୁ ତପନକୁ ଏକଲୟରେ ଚାହିଁ ରହି ତାକୁ ସାନ୍ନିଧ୍ୟକୁ ପ୍ରାଣଭରି ଉପଭୋଗ କରିଛି। ସୂର୍ଯ୍ୟପ୍ରିୟା ନଳିନୀର ସାହାସ୍ୟ ବଦନ ଓ ନିର୍ନିମେଷ ଦୃଷ୍ଟି କେବଳ ଦିବ୍ୟକରଙ୍କ ଉଦ୍ଦେଶ୍ୟରେ ଅଭିପ୍ରେତ ବୋଲି କବି ଅନୁଭବ କରିଛନ୍ତି। ସୂର୍ଯ୍ୟଦେବ ମଧ୍ୟ ପ୍ରାଣପ୍ରିୟାର ମୁଖମଣ୍ଡଳରେ ଦିବ୍ୟ କରକିରଣ ସ୍ପର୍ଶ ଦେଇ ତାଙ୍କୁ ଧନ୍ୟ କରିଛନ୍ତି। ଅବିରଳ ନିପତିତ ଜ୍ୟୋତିଧାରାକୁ ସଭକ୍ତି ପାନ କରି ପୁଷ୍ପର ଏପରି ଅନିର୍ବଚନୀୟ ଲାବଣ୍ୟମୟ ତନୁଶ୍ରୀର ଅଧିକାରିଣୀ ହୋଇପାରିଛି ବୋଲି କବି ଅନୁଭବ କରିଛନ୍ତି। ପଦ୍ମ ପ୍ରତି ସୂର୍ଯ୍ୟଙ୍କ ଆଧାଚିତ ଶୁଭ୍ର ଜ୍ୟୋତିଧାରା ବର୍ଷଣ ଓ ପ୍ରାଣପ୍ରିୟ ତପନଙ୍କ ପ୍ରତି ପୂର୍ଣ୍ଣ ସମର୍ପିତ ରାଜୀବର ଚିର ଉନ୍ମୁଖ ଭାବ ଲକ୍ଷ୍ୟ କରି କବି ଉଭୟଙ୍କୁ ଧନ୍ୟ ବୋଲି ବର୍ଣ୍ଣନା କରିଛନ୍ତି। କବିଙ୍କ ଭାଷାରେ ପିଉତୁ କି ଆନନ୍ଦେ ପୀୟୁଷ ସରି, ସେ ଶୁଭ୍ର ଜ୍ୟୋତିଧାରା ଭକତି କରି, ଆହା କି ଦିବ୍ୟ ସିରି ତହୁଁ ତୁ ଲଭୁ, ଧନ୍ୟ ଉତ୍ପଳ ଧନ୍ୟ ତୋହର ପ୍ରଭୁ। ବୁଝିହେଲା। ପଦ୍ମର ଦିବ୍ୟ ରୂପ ବୈଭବ ବ୍ରହ୍ମୋପାସକ ତାପସ କବିଙ୍କ ହୃଦୟରେ ଆଧ୍ୟାତ୍ମିକ ଅନୁଚିନ୍ତନର ଅନୁରାଗ ସୃଷ୍ଟି କରିଛି। ଶ୍ୱେତ ଲୋହିତ ରଙ୍ଗର ସମ୍ମିଶ୍ରଣରେ ପଦ୍ମର ଶୁଭ୍ର ଲାବଣ୍ୟମୟ ଦଳମଣ୍ଡଳ କବି ହୃଦୟରେ ଦିବ୍ୟ ଚେତନା ସୃଷ୍ଟି କରିଛି। ତେଣୁ କବି ବାରମ୍ବାର ସେହି ରୂପ ଦର୍ଶନରେ ବିଭୋର ହେବାକୁ ଇଚ୍ଛା କରିଛନ୍ତି। ସୌର ରଶ୍ମିସ୍ନାତ କମଳ କବିଙ୍କ ପାଇଁ ହୋଇଛି ସର୍ବଶୋଭାର ଗନ୍ତାଘର, ସକଳ ସୌନ୍ଦର୍ଯ୍ୟର ଉପମା ସ୍ଥଳ। ପଦ୍ମର ମୃଦୁମଧୁର ସୁରଭି କବିଙ୍କ ମନରେ ଭାବାନ୍ତର ସୃଷ୍ଟି କରିଛି। ମକରନ୍ଦ ଅମୃତଭରା ଏହାର ଅନନ୍ତ ଦିବ୍ୟ ସୌରଭର ଭଣ୍ଡାର ବୋଲି କବି କହିଛନ୍ତି। ସେହି ଅମୀୟ ମଧୁଗନ୍ଧରେ ଲୁବ୍ଧ ମଧୁପ ଦଳ ମଧୁପାନରେ ପ୍ରମତ୍ତ ହୋଇ ଆମୋଦିତ ହେଉଛନ୍ତି। ତାମରସର ଅନ୍ତରରେ ଭରା ଅମୃତ ରସରେ କବି ଲକ୍ଷ୍ୟ କରିଛନ୍ତି ସ୍ନେହ କରୁଣା ଭକ୍ତିର ତ୍ରିବେଣୀ ସଙ୍ଗମ। ତେଣୁ ତାର ରୂପ ଦର୍ଶନରେ କବି ହୃଦୟ ବିମଳ ଶାଶ୍ୱତ ଭାବନାରେ ପରିପୂର୍ଣ୍ଣ ହୋଇଛି। ଦେବପ୍ରିୟ ପୁଷ୍ପ ପଦ୍ମର ନାମ ସଂସାରର ସକଳ ପବିତ୍ର ମଧୁମୟ ଓ ମନୋହର ବସ୍ତୁ ସହ ଯେ ସଂଯୋଜିତ ହେବାର ସୌଭାଗ୍ୟ ଲାଭ କରିଛି, ତାହା କେବଳ ବିଧାତାର ଆଶୀର୍ବାଦ ହେତୁ ସମ୍ଭବ ହୋଇପାରିଛି ବୋଲି କବି କହିଛନ୍ତି। ସର୍ବୋପରି କବିଙ୍କ ପାଇଁ ପ୍ରକୃତି ପରମେଶ୍ୱରଙ୍କ ପୁଣ୍ୟ ସ୍ପର୍ଶରେ ଦିବ୍ୟଶ୍ରୀ ମଣ୍ଡିତ ଆନନ୍ଦମୟ ମଧୁମୟ ଓ ଅମୃତମୟ। ସେଥିପାଇଁ ପଦ୍ମର ଶାଶ୍ୱତ ସୁଷମା ଓ ପ୍ରୋକ୍ତ ସୌରଭ କବିଙ୍କୁ କରିଛି ଭାବାବେଗର ତନ୍ମୟ। ପ୍ରକୃତିର ଏହି ଅନୁପମ ପୁଷ୍ପ ନାମରେ ରଚିତ କବିତାର ଭାଷା, ଭାବ ଓ ଛନ୍ଦ ସାହିତ୍ୟରେ ଅଭିନବ ପୀୟୁଷ ବର୍ଷା କରେ। ବୁଝିହେଲା।